ଆଉ 14 ପଦ ଲେଖାଯାଏ ସେହି ବାକ୍ୟ ଦେହବନ୍ଧ ହୋଇ ଅବତାର ସେ ଯୀଶୁ ନାମରେ ଆସିଲେ। ସେ ଜନ୍ମ ହେବା ପୂର୍ବରୁ ତାଙ୍କର ନାମ ଦିଆଗଲା, ସ୍ୱର୍ଗ ତାଙ୍କର ନାମ ଲିଖାଗଲା। ଜଣେ ସ୍ୱର୍ଗଦୂତ ଆସିଲେ ମରିୟମଙ୍କ ପାଖରେ ବାହାରେ ଆଉ କହିଲେ, ଆଗ ମରିୟମ ଅନୁଗ୍ରହ ପାତ୍ରୀ, ଈଶ୍ୱର ତୁମର ଏକ ପୁତ୍ର ପ୍ରସବ କରିବ, ତାହାଙ୍କର ନାମ ଯୀଶୁ। ସେ ଗର୍ଭବତୀ ହେଇନଥିଲେ, ପୁତ୍ର ପ୍ରସବ କରିନଥିଲେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଯେତେବେଳେ ତାଙ୍କର ଅନ୍ତିମ କାର୍ଯ୍ୟକ୍ରମ ହେଲା, ମୁଁ କାହା ବିଷୟରେ କହୁଛି? ମୁଁ ଆମମାନଙ୍କର ପ୍ରିୟ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ, ପାଳକ କିଶୋର ଚନ୍ଦ୍ର ଦିଗାଲ, ତାଙ୍କ ବିଷୟରେ ମୁଁ କହୁଅଛି। ଆଉ ଯେତେବେଳେ ସେ ଦୁନିଆରୁ ବିଦାୟ ନେଲେ, ଯେତେବେଳେ ତାଙ୍କର ଅନ୍ତିମ କାର୍ଯ୍ୟକ୍ରମ ହେଉଥିଲା, ଅନେକ ଲୋକ ଏକତ୍ର ହୋଇଥିଲେ, ଅଗଣିତ ଅସଂଖ୍ୟ ଲୋକ ଏକତ୍ର ହୋଇଥିଲେ ସେ ଜାଗାରେ। ତେବେ ପ୍ରିୟ ବନ୍ଧୁଗଣ, ତାହାଙ୍କର ଏଇ ଯେଉଁ ଶୋଭାଯାତ୍ରା, ଯେତେବେଳେ ତାଙ୍କ ବଡ଼ିକୁ ମାନେ ମୃତ ଶରୀରକୁ ଅଣାଗଲା ତାଙ୍କ ନିଜ ଗାଁକୁ, ଆଉ ଏତେ ଲୋକ ଏକତ୍ର ହେଲେ, ଏତେ ଲୋକ ଯାଉଥିଲେ, ଗାଁ ଲୋକମାନେ ମଧ୍ୟ ଦେଖିକି ସେମାନେ କାବା ହୋଇଗଲେ, ସେମାନେ ଛାନିଆ ହୋଇଗଲେ। ଏମିତି ଜଣେ ପରିମେଶଙ୍କ ଦାସ ଥିଲେ, ଆଉ ସେ ନିଜର ପ୍ରେମକୁ ଏମିତି ଭାବରେ ପ୍ରକାଶ କରିଥିଲେ, ପ୍ରାୟ ପ୍ରତ୍ୟେକଙ୍କର ହୃଦୟରେ ସେ ସ୍ଥାନ ପାଇଥିଲେ। ସେଥିପାଇଁ ଦୂର ଦୂରାନ୍ତରୁ ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀମାନେ, ତା ସହିତ ଅନେକ ପାଳକମାନେ ଆସିଥିଲେ। ବିଶେଷ କରି ଆମର ଓଡ଼ିଶାର ଆଉ ଜଣେ ମଧ୍ୟ ଫେମସ୍ ପାଷ୍ଟର ଅଛନ୍ତି, ଆମର କିଶୋର ଚନ୍ଦ୍ର ଦିଗାଲଙ୍କ ଭଳି। ଜଣଙ୍କ ନାଁ ହେଉଛି ଜିତୁଲିମା, ଆଉ ଜଣେ ପାଳକଙ୍କ ନାଁ ହେଉଛି ନିରଞ୍ଜନ ତୁରୁକ। ଏ ଦୁଇ ଜଣ ମଧ୍ୟ ବହୁତ ପ୍ରସିଦ୍ଧ ଆମ ଓଡ଼ିଶାରେ। ଆଉ ସେମାନେ ମଧ୍ୟ ରହିପାରିଲେ ନାହିଁ। ଯେତେବେଳେ ସେମାନେ ଖବର ପାଇଲେ ଯେ ଆମର ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ ଆଉ ଦୁନିଆରେ ନାହାନ୍ତି, ଯେତେବେଳେ ସେମାନେ ବି ଖବର ପାଇଲେ, ସେମାନେ ବି ରହିପାରିଲେ ନାହିଁ, ସେମାନେ ବି ଧାଇଁକି ଆସିଲେ। ତେବେ ପ୍ରିୟ ବନ୍ଧୁଗଣ, ଏତେ ଯେଉଁ ଲୋକ ସଂଖ୍ୟା ଆପଣ ଦେଖୁଛନ୍ତି, ଏହିସବୁ ଲୋକ ସଂଖ୍ୟାରୁ ଜଣାପଡ଼େ ଯେ କେତେ ଲୋକ ତାଙ୍କୁ ପ୍ରେମ କରୁଥିଲେ, କେତେ ଲୋକ ତାଙ୍କୁ ଭଲ ପାଉଥିଲେ। ଆଜି ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି, ହୁଏତ ଭାଙ୍ଗି ପଡ଼ିଛନ୍ତି, ନିହାତି ଭାବରେ ଭାଙ୍ଗି ପଡ଼ିଥିବେ। କାହିଁକି ନା ପରିବାର ଜଣେ ସଦସ୍ୟ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲେ। ଏଇଟା ପ୍ରାୟ ପ୍ରତ୍ୟେକଙ୍କ ପରିବାରରେ ହୁଏ। ଯେତେବେଳେ ଗୋଟେ ପରିବାରରେ ଜଣେ ବ୍ୟକ୍ତି ବିଦାୟ ନିଏ, ସେତେବେଳେ ସେ ପରିବାର ଲୋକମାନେ କେଉଁଭଳି ମାନସିକ ସ୍ଥିତି ଦେଇ ଗତି କରୁଥିବେ, ଏଇଟା ଆପଣମାନେ ବି ବୁଝିପାରୁଥିବେ, ମୁଁ ମଧ୍ୟ ବୁଝିପାରୁଛି। ତେଣୁ ପ୍ରିୟ ବନ୍ଧୁଗଣ, କିଶୋର ସାର୍ ତାଙ୍କର ପରିବାର ନିମନ୍ତେ, ତାଙ୍କର ପତ୍ନୀ, ତାଙ୍କର ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ, ବିଶେଷ କରିକି। ଆଉ ପରିବେଶରେ ତାଙ୍କୁ ଆଶୀର୍ବାଦ କରନ୍ତୁ, ସାନ୍ତ୍ୱନା ଦିଅନ୍ତୁ। ଆଉ ପ୍ରତିଟି ଘଡ଼ି ସନ୍ଧି ମୁହୂର୍ତ୍ତରେ ପରିବେଶର ତାଙ୍କ ପରିବାରକୁ ସାହାଯ୍ୟ କରନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।